ପାଲହଡ଼ା ଉପଖଣ୍ଡର ବହୁ ପୁରାତନ ମାଲ୍ୟଗିରି ମହାବିଦ୍ୟାଳୟରେ ଆଜି 46ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପାହାଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସଡିପିଓ ସୁଶାନ୍ତ ତାଓଡିଆ, ବିଡିଓ ନିଶାନ ମିଶ୍ର, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ପଣ୍ଡାଙ୍କ ସମେତ ମାଲ୍ୟଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ହରେକୃଷ୍ଣ ପ୍ରଧାନ ଓ ଉପଦେଷ୍ଟା ଭାବେ କୈଳାସ ଚନ୍ଦ୍ର ସାହୁ ମଞ୍ଚାସୀନ ଥିଲେ। 45 ବର୍ଷର ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ଅନ୍ୟ ମହାବିଦ୍ୟାଳୟ ତୁଳନାରେ ଅଗ୍ରଣୀ ହୋଇନଥିବା କ୍ଷୋଭର ସହ ବିଧାୟକ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଆଗାମୀ ଦିନରେ ମହାବିଦ୍ୟାଳୟକୁ ନୂତନ ରୂପରେଖା କରିବା ପାଇଁ ସଂକଳ୍ପ ନେଇଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ପରେ ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। अन्यतम सम्मानित अतिथि आमर सब डिविजनल पुलिस अधिकारी सुशांत चावड़िया महोदय, ब्लॉक गोष्ठीन्य अधिकारी श्रीयुत निशान मिश्र महोदय, आमर एडवाइजर श्रीयुत कैलाश बाबू महोदय, मंचरी बसता समस्त एसोसिएट प्रोफेसर एडवाइजर आगे बसता समस्त केमती दिमुठा मो झील पुआ को भल कि खुएबी, भल कि पिंधेबी, भल बही दे कॉलेज को पाठ पढ़े जी जे मो गाँव में मो मुंडा टिके